परमोच्च प्रभु चिरंतन सत्य आमे केवल तुमरी आज्ञा बही उठू ओ सत्यर विधान को आश्रय करी जीवन धारण करो। आमे बहुत दिन परे पुणी प्रश्न उपनिषदर पवित्र सरोवर भितर को प्रवेश करी 6 जन ऋषिपुत्रंकर प्रश्न सहित ऋषि पिप्पलदंकर उत्तर रे निजको संयोग करिबा। छह जन ऋषिपुत्र ऋषि पिप्पलदंक सहित एक वर्ष सहभाजन कले। अंत्यवासी भावरे ऋषिंक सहित जोगक्रियार समस्त विधिपूर्वक कार्य अति निष्ठार सह करि चलिले। कर्म सहित समस्त यौगिक क्रिया और ज्ञानर चर्चा मध्य ही थाए। ऋषिंक सहित ब्रह्मचर्यव्रत पालन, तप आचरण, अध्ययन, प्रवचन ये सबू प्रक्रिया द्वारा गोटे श्रद्धा प्रेमर सहित एक अंतकरण घटी थाए। गुरुंक सहित ध्यान धारणा समाधिर गोटे चलत क्रिया एक प्रक्रिया द्वारा उपलब्ध ज्ञान निश्चित भाव में परिमार्जित होता है। गुरुंकर ऊर्जा रे शिष्य जो परिमार्जित करती। गुरु शिष्य भितर गोटे मधुर संपर्क, मधुर आत्मिकता सृष्टि हो जाए। परस्पर परस्पर भीतर को प्रवेश करती। गुरु शिष्यंक भीतर को प्रवेश करि पारंती, शिष्य मध्य गुरुंक भीतर को प्रवेश करि पारंती। जहाँ फरे प्रत्येक को पढ़ी पारंती एवं से एकात्मकता जमिति समुद्र सहित नदी मानकर एकात्मकता हुए। नदीरू समुद्र पानी ए सबु पानी सब समुद्र आड़ को जाए और समुद्र रु मध्य जुआर बेले विपुल जरा आसी नदी भीतर को प्रवेश करी नदी को भी परिपूर्ण करे। सेमिति परस्पर परस्पर भीतर को प्रवेश करती एवं परस्पर को पूर्ण करती। भारतवर्षर यही जो गोटे माहौल गुरु शिष्यंक सहित सहभाजन करी विद्याध्ययन कार्य द्वारा से माने एक विपुल ज्ञान राज्य भीतर को प्रवेश करती। खाली ज्ञान नुह, ज्ञान सहित गोटे परिमार्जित कर्म, जो कर्म कि तांको स्वर्लोक दिगरे नबार साहाय्य करे। आमे जदि यही गुरु शिष्यर जो वैदिक परंपरा को जमे जदि अनुसरण करिबा, देखिबा जे ग्रहणशील शिष्य माने एवं संवेदनशील अति कौशली गुरु माने किपरि गोटे आसर मेले बसी थांती, तपस्या करती शिष्यंक पई, आ शिष्य मध्य तपस्या करती उपयुक्त गुरुंक पई। आ उभयंक भितर जिते मिलन घटे से कौन ना कौन घटी जाए विश्वरे। आ से ही आमर आधार हुए, गोटे ज्ञानर विराट आधारटे सृष्टि हो जाए। जो विशाल ज्ञानर पर्वत उपर आज आम छिड़ा होइछु, ताहा प्रकृत रे एक गुरु एवं शिष्यंकर ज्ञान द्वारा प्रस्तुत विराट एक भूमि। से भूमि आमको गोटे सुंदर परिवेश आड़ को नहीं जाए।
ଏବଂ ଋଷିମାନେ ଯେଉଁ ଦୂର ଦୂରାନ୍ତ ଋଷିପୁତ୍ରମାନେ ଆସିଥିଲେ ତାଙ୍କ ଭିତରେ ଅନେକ ଜିଜ୍ଞାସା ପ୍ରଶ୍ନ ଗୁରୁଙ୍କୁ ପଚାରି ତାଙ୍କର ସନ୍ଦେହ ନୁହଁ, ତାଙ୍କ ଯେଉଁ ଜ୍ଞାନର ଅପୂର୍ଣ୍ଣ ଯେଉଁ ଇଚ୍ଛାଟି ରହିଛି ତାକୁ ପୂର୍ଣ୍ଣ କରିବେ। ଏବଂ ସେହି ସହଭାଜନ ଦ୍ୱାରା ପରସ୍ପର ଭିତରେ ଅଧ୍ୟୟନ ଅଧ୍ୟାପନା ଦ୍ୱାରା ଅନେକ କିଛି ପୂର୍ଣ୍ଣ ହୋଇଯାଏ। ଆଉ କିଛି ସେଥିରେ ଆଉ କିଛି ଯାହା ବାକି ଥାଏ ପ୍ରଶ୍ନ ଦ୍ୱାରା, ପ୍ରଶ୍ନ ଏବଂ ଗୁରୁଙ୍କର ଉତ୍ତର ଏଇ ଦ୍ୱାରା ସେମାନଙ୍କର ଯାହା ଅପୂର୍ଣ୍ଣ ଥାଏ ତା ପୁଣି ପୂର୍ଣ୍ଣ ହୁଏ। ଏବଂ ସେହି ଜ୍ଞାନର କେବଳ ଅଧିକାରୀ ସେମାନେ ନୁହନ୍ତି, ଏ ସମଗ୍ର ଜଗତ ମଧ୍ୟ ହୁଏ, ଆମେ ମଧ୍ୟ ହେଉଛେ। ଏବଂ ଯେହେତୁ 1 ବର୍ଷ ପୂର୍ତ୍ତି ପରେ କବନ୍ଧି କାତ୍ୟାୟନ ସର୍ବପ୍ରଥମେ ତାଙ୍କର ଯେଉଁ ପ୍ରଶ୍ନ ନେଇ ସେ ଗୁରୁଙ୍କ ପାଖକୁ ଯାଇଛନ୍ତି ଏବଂ ପ୍ରଶ୍ନଟି ପଚାରିଛନ୍ତି। ପ୍ରଶ୍ନଟି ଥିଲା କୁତୋ ହୋ ବା ଇମା ପ୍ରଜା ପ୍ରଜାୟନ୍ତେ ଇତି। ହେ ଭଗବାନ, ଏହି ସମସ୍ତ ପ୍ରଜା କେଉଁଠାରୁ ଉତ୍ପନ୍ନ ହୋଇଛନ୍ତି? ଏ ପ୍ରଶ୍ନ ସହିତ ଆମେ କିଛି ଆଲୋଚନା କରିଥିଲୁ, ପୂର୍ବରୁ ଆଲୋଚନା କରିଥିଲୁ, ଗତ ଥର ମଧ୍ୟ ଆଲୋଚନା ଆରମ୍ଭ କରିଛୁ ଏବଂ ଆଲୋଚନା ଆମର ଜାରି ରହିଛି। ସେହି ପ୍ରଥମ ପ୍ରଶ୍ନଟି ଆଉ କବନ୍ଧି କାତ୍ୟାୟନ ପଚାରୁଛନ୍ତି ଯେ ଏ ଜଗତରେ ଆମେ ଯାହା କିଛି ଦେଖୁଛୁ, ଯାହା ଏସବୁ ସୃଷ୍ଟି ହେଇଛି, ଏ ସୃଷ୍ଟି କେଉଁଠାରୁ ଉତ୍ପନ୍ନ ହେଇଛି? ଅର୍ଥାତ୍ ସୃଷ୍ଟି ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାକୁ ସେ ପଚାରୁଛନ୍ତି। ଏକ ନୂତନ ସୃଷ୍ଟି ପ୍ରକ୍ରିୟାର ଧାରା ଆମେ ତ 2-3ଟା ଉପନିଷଦ ପଢ଼ିଥିଲେ ଏବଂ ଏ ଉପନିଷଦ ସହିତ ଆମେ এই ସୃଷ୍ଟି ପ୍ରକ୍ରିୟା ପଢ଼ୁଛେ। କାହିଁକିନା ଆମେ ଭିତର ମୂଳ ଜିଜ୍ଞାସାଟି ହେଉଛି ଆମେ କେଉଁଠୁ ଆସିଛୁ, ଆମେ କିଏ, ଆମେ କ'ଣ କରିବା ଉଚିତ, ଆମେ କାହା ଦ୍ୱାରା ଏଠି ପରିଚାଳିତ ହେଉଛୁ, ଏମିତି ଅନେକ ପ୍ରଶ୍ନ ବିଭିନ୍ନ ଉପନିଷଦ ମାନଙ୍କରେ ପଚରା ହେଇଛି ଏବଂ ତାଦ୍ୱାରା ଆମେ ସୃଷ୍ଟି ପ୍ରକ୍ରିୟାର ଉପନିଷଦୀୟ ସୃଷ୍ଟି ପ୍ରକ୍ରିୟାର ବିବର୍ତ୍ତନର ଗୋଟେ କ୍ରମ ଆମେ ପାଉ ଏବଂ ପରସ୍ପର ଭିତରେ ଗୋଟେ ମଧ୍ୟ ସୁନ୍ଦର ସମନ୍ୱୟ ମଧ୍ୟ ରହିଛି। ସେମିତି ଏଇଠି ପ୍ରଶ୍ନଟି ହେଇଛି ଯେ ସମସ୍ତ ପ୍ରଜା କେଉଁଠାରୁ ଉତ୍ପନ୍ନ ହେଇଛନ୍ତି? କୁତୋ ହୋ ବା ଇମା ପ୍ରଜା। ଏଇ ଯେଉଁ ପ୍ରଜା ଆମେ ଦେଖୁଛୁ, ଏଇ ଯେଉଁ ଜଗତର ଯେଉଁ ସୃଷ୍ଟି ସକଳ ଦେଖୁଛୁ, ବୃକ୍ଷ ଲତା ପାହାଡ଼ ପର୍ବତ ଦୃଶ୍ୟ ଅଦୃଶ୍ୟ ସମସ୍ତ ଜଗତର ଯେତେ ବିଭବ, ଏ ସବୁ କିଛି କେଉଁଠାରୁ ସୃଷ୍ଟି ହେଇଛନ୍ତି? ଏହି ପ୍ରଶ୍ନର ଉତ୍ତର ଆମେ ପଢ଼ିଥିଲୁ ଗତ ଥର। ସେତେବେଳେ ଏହି ପ୍ରଶ୍ନ ସହିତ ଗୁରୁ ତାର ଉତ୍ତର ଦେଉଛନ୍ତି। ତସ୍ମୈ ସୋହବାଚ। ଏବଂ ଗୁରୁ କହୁଛନ୍ତି ପ୍ରଜା କାମୋ ବଇ ପ୍ରଜାପତି। ଏ ସୃଷ୍ଟି ପ୍ରଜାପତିଙ୍କ ଦ୍ୱାରା ହେଇଛି। ପ୍ରଜାପତି କାମ ବଇ ପ୍ରଜା କାମ ବଇ, ସେ ନିଶ୍ଚିତ ଭାବରେ କାମନା କଲେ, ସଂକଳ୍ପ କଲେ ପ୍ରଜା ସୃଷ୍ଟି କରିବା ପାଇଁ। ସଂକଳ୍ପରୁ ଜାତ ଏ ସମଗ୍ର ଜଗତ। ଗୋଟେ ସୁନ୍ଦର ଭାବରେ ଆମେ ଉପନିଷଦର ଅନ୍ୟ ଉପନିଷଦରେ ପଢ଼ିବା ଯେ ସିଏ ଆଗେ ଗୋଟେ ବିଶ୍ୱ ମନ, ଗୋଟେ ବିଶ୍ୱ ମନରୁ ଗୋଟେ ସଂକଳ୍ପ ବା ଦିବ୍ୟ ମନ ଯେତେବେଳେ ଜାଗ୍ରତ ହେଇଛି, ଦିବ୍ୟ ଇଚ୍ଛା ଜାଗ୍ରତ ହେଇଛି ପରମଙ୍କର, ସେ ଜାଗ୍ରତ ଇଚ୍ଛା ହିଁ ସୃଜନ କରୁଛି। ତେଣୁ ଗୋଟେ ୟୁନିଭର୍ସାଲ ୱିଲ୍ ଗୋଟେ ଇଟର୍ନାଲ ୱିଲ୍, ଶ୍ରୀରନ୍ଦ ସୁନ୍ଦର ଭାବରେ କହିଛନ୍ତି ଗୋଟେ ଇଟର୍ନାଲ ୱିଲ୍ ଗୋଟେ ୟୁନିଭର୍ସାଲ ୱିଲ୍କୁ କ୍ରିଏଟ୍ କରେ। ଆଉ ଗୋଟେ ୟୁନିଭର୍ସାଲ ୱିଲ୍ ଦ୍ୱାରା ଗୋଟେ ସୁନ୍ଦର ମନ ଗୋଟେ ପ୍ରସ୍ତୁତ ହୁଏ, ଭାବନା
ମନର ଗୋଟେ ସୁନ୍ଦର ଜିନିଷଟି ରହିଛି, ସେଟା ହେଉଛି ଭାବନା। ସେ ଭାବନା ହିଁ ଗୋଟେ ଶରୀରକୁ କ୍ରିୟା କରେ, ତିଆରି କରେ। ତେଣୁ ଆମେ ଯେଉଁ କାମ ବୋଲି କହୁଛୁ, ଯେ ସେ ଇଚ୍ଛା ସଂକଳ୍ପ କଲେ, ସେ କାମ କଲେ, ଅର୍ଥାତ୍ ତାଙ୍କର ଗୋଟେ ସଂକଳ୍ପ ତିଆରି ହେଲା, ସେ ଇଚ୍ଛା କଲେ ଯେ ପ୍ରଜାପତି ପ୍ରଜାକୁ ଉତ୍ପନ୍ନ କରିବେ। ଏବଂ ଯେତେବେଳେ ଇଚ୍ଛା କଲେ, ସେ ଇଚ୍ଛାରୁ ସୃଷ୍ଟି ହେଲା ତପ। ତପ ତପ୍ୟତଃ ତପ ତପ୍ତ୍ୱା ମୈଥୁନଂ ଉତ୍ପାଦୟତେ। ତାପରେ ସେ ଯେଉଁ ଇଚ୍ଛା କଲେ, ସେ ଇଚ୍ଛାରୁ ସଂକଳ୍ପ ସୃଷ୍ଟି ହେଲା। ତପର ଅନେକ ଶବ୍ଦ ଆମେ ଦେଖିବାକୁ ପାଉ। ବିବେକାନନ୍ଦ, ସେ ଆମର ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥାକୁ ଲେଖିଛନ୍ତି। ତପର ଅର୍ଥ ହେଉଛି ଗୋଟେ ସଂକଳ୍ପ କରିବା, ତପର ଅର୍ଥ ହେଉଛି ବିଚାର କରିବା, ତପର ଅର୍ଥ ଯୋଜନା କରିବା, ଏମିତି ଶବ୍ଦ ସବୁ ବ୍ୟବହାର କରିଛନ୍ତି। ଅର୍ଥାତ୍ ସେ ତାଙ୍କ ବିଚାରରୁ, ତାଙ୍କର ୟୁନିଭର୍ସାଲ ଆଇଡ଼ିଆରୁ, ଆଇଡ଼ିଆ ବୋଲି ବି ଶ୍ରୀଅରବିନ୍ଦ ବ୍ୟବହାର କରିଛନ୍ତି, ଗୋଟେ ଇଟର୍ନାଲ ଆଇଡ଼ିଆ, ସେଇଟା ହେଉଛି ତପସ୍ୟା, ଏ ତପ। ସେଇ ଆଇଡ଼ିଆରୁ ବା ସେଇ ତପସ୍ତପ୍ତ୍ୱା, ସେ ବିଚାରରୁ, ସେଇ ସଂକଳ୍ପରୁ ସୃଷ୍ଟି ହେଲା କ'ଣ ନା ମୈଥୁନମ୍ ଉତ୍ପାଦୟତେ, ଦୁଇକୁ ଉତ୍ପନ୍ନ କଲେ। ସେ ଏକ ଥିଲେ, ଆମେ ପୂର୍ବରୁ ପଢ଼ିଛୁ, ସେ ଏକ ଥିଲେ, ସେ ଦୁଇକୁ ଉତ୍ପନ୍ନ କଲେ। ଏବଂ ସେ ଦୁଇ ଉତ୍ପନ୍ନ ହେଲା ଏକ ସଂକଳ୍ପରୁ। ଆଗେ ଇଚ୍ଛା, ଇଚ୍ଛାରୁ ସଂକଳ୍ପ, ଏବଂ ସେ ସଂକଳ୍ପ ଯେତେବେଳେ ରିଜିଡ୍ ହେଇଯାଏ, ସେତେବେଳେ ତୃଷ୍ଣା ଜାତ ହୁଏ। ଏବଂ ଯେତେବେଳେ ତୃଷ୍ଣା ଅତି ନିକୃଷ୍ଟ ହେଇଯାଏ, ସେତେବେଳେ କାମନା ଜାତ ହୁଏ। କିନ୍ତୁ ପ୍ରକୃତରେ ସଂକଳ୍ପ ଏକ ଦିବ୍ୟ ଇଚ୍ଛାର ଜିନିଷ। ତେଣୁ ସେଇ ନିଜେ ସେ ଅବ୍ୟକ୍ତ ପ୍ରଜାପତି ସେ ନିଜେ ଆଗେ ଇଚ୍ଛା କଲେ, ଏବଂ ତାଙ୍କ ସଂକଳ୍ପରୁ ଜାତ ହେଲା ଦୁଇ, ମୈଥୁନମ୍। ଏ ଦୁଇ ହେଉଛନ୍ତି କିଏ ନା ରଇଚ ପ୍ରାଣମ୍ ଚେତେତୌ ମେ ବହୁଧା ପ୍ରଜା। ତୁ ସେ ରଇ ଆଉ ପ୍ରାଣ, ଗୋଟେ ହେଉଛି ଲାଇଫ୍, ଆଉ ଗୋଟେ ହେଉଛି ମ୍ୟାଟାର। ଏ ଦୁଇଟା ସୃଷ୍ଟି ହେଲେ। ତୌ ମେ ବହୁଧା ପ୍ରଜା କରିଷ୍ୟତି ଇତି। ଏଇ ଦୁଇଟାକୁ ଉତ୍ପନ୍ନ କରି ମୁଁ ମୋର ସୃଷ୍ଟି ପ୍ରକ୍ରିୟା, ମେ ବହୁଧା ପ୍ରଜା ଉତ୍ପାଦୟତେ, ମୋର ବହୁ ପ୍ରଜା ଉତ୍ପନ୍ନ ସେଇଠୁ ହେଲା। ଅର୍ଥାତ୍ ମୋ ଦ୍ୱାରା, ସେ ମୋ ତପସ୍ୟାରୁ ଦୁଇ ସୃଷ୍ଟି ହେଲେ, ଏବଂ ଏଇ ଦୁଇ ଦ୍ୱାରା ମୋର ସଂକଳ୍ପକୁ ମୁଁ ମୋର କ୍ରିୟା କରୁଛି, ସୃଷ୍ଟି କରି ଚାଲିଛି। ତାପରେ ଏତେ ପର୍ଯ୍ୟନ୍ତ ପଢ଼ିଥିଲେ ଆମେ। ତେଣୁ ଆମେ ବର୍ତ୍ତମାନ ରଇ କ'ଣ ଏବଂ ପ୍ରାଣ କ'ଣ, ଏ ସମ୍ପର୍କରେ ଗୁରୁ ଏକ ସୁନ୍ଦର ଅବତାରଣା କରୁଛନ୍ତି। ଆମେ ଯାହା ମ୍ୟାଟାର ବୋଲି ଜାଣୁ, ସେ ମ୍ୟାଟାର ପ୍ରକୃତିରେ କ'ଣ, ଏବଂ ପ୍ରାଣ ବୋଲି ଆମେ ଜାଣୁ, ସେ ପ୍ରାଣ କ'ଣ, ସେଠି ସେ ସୁନ୍ଦର ଅବତାରଣା କରୁଛନ୍ତି ପଞ୍ଚମ ଶ୍ଲୋକରେ। ଆଦିତ୍ୟ ହୋ ବୈ ପ୍ରାଣ ରଇରେ ବୈ ଚନ୍ଦ୍ରମା ରଇର୍ବା ଏତଦ୍ ସର୍ବଂ ଜନ୍ମୂର୍ତ୍ତଂ ଚାମୂର୍ତ୍ତଂ ଚ ତସ୍ମାନ୍ ମୂର୍ତ୍ତିରେବ ରଇଃ। ସେଠି ଆମେ ତ ଏମିତି କହିଦେଲୁ ଯେ ରଇ ଆଉ ଚନ୍ଦ୍ରମା ସୃଷ୍ଟି କଲେ, ଏବଂ ତାହାରି ଦ୍ୱାରା ମୁଁ ମୋର ପ୍ରଜାମାନଙ୍କୁ ସୃଷ୍ଟି କରିବା ପ୍ରକ୍ରିୟାଟି ଆରମ୍ଭ କରିଦେଲି। ଏବଂ ସେ ପ୍ରାଣ କ'ଣ ନା ପ୍ରାଣ ହେଉଛନ୍ତି ଆଦିତ୍ୟ, ଆଉ ରଇ ହେଉଛନ୍ତି ଚନ୍ଦ୍ରମା। ଏଇ ଯେଉଁ ଆଦିତ୍ୟ ଆଉ ଚନ୍ଦ୍ରମା କହିଲେ, ଏଇଟାକୁ ଆମକୁ ବୁଝିବାକୁ ପଡ଼ିବ।
ଯେ ଆଦିତ୍ୟ କ'ଣ? ଏଇ ସୂର୍ଯ୍ୟ, ଆମେ ଜାଣୁ ଆଦିତ୍ୟ ମାନେ ସୂର୍ଯ୍ୟ, ଆଉ ଚନ୍ଦ୍ରମା ହେଉଛନ୍ତି ଆମେ ଯେଉଁ ଚନ୍ଦ୍ର ବୋଲି ରାତିରେ ଚନ୍ଦ୍ରକୁ ଦେଖୁ, ଚନ୍ଦ୍ରମାଙ୍କୁ ଦେଖୁ। ଆମେ ଯେଉଁ ପୂର୍ଣ୍ଣମୀ ଗଲା ଆମେ ଚନ୍ଦ୍ରମାଙ୍କୁ ଦେଖୁଥିଲୁ, ଆଉ ସେଇ ଚନ୍ଦ୍ରମା କି ଇଏ ହେଉଛନ୍ତି ସେଇ ଚନ୍ଦ୍ରମାଳ ମୂଳ ଚନ୍ଦ୍ରମାର ଗୋଟେ ପ୍ରତିନିଧି ବା ପ୍ରତୀକ। ଏବଂ ଆଦିତ୍ୟ ହେଉଛନ୍ତି, ଆମେ ୟାକୁ ସହିତ ଗୋଟେ ଅନ୍ତଃ ସୂର୍ଯ୍ୟ ବା ଯିଏ ମୂଳ ପ୍ରାଣ ଲାଇଫ୍ ଫୋର୍ସ ତାଙ୍କୁ ସହିତ ଆମେ ତୁଳନା କରିପାରିବା। ଏବଂ ଚନ୍ଦ୍ରମା ସହିତ ଆମେ ଏଇ ମ୍ୟାଟରକୁ ସୃଷ୍ଟି କରିପାରିବା। ମ୍ୟାଟର ଭିତରେ ଯେତେବେଳେ ପ୍ରାଣ ପ୍ରବେଶ କରିକିରି ଉଭୟଙ୍କର ଯଦି ମିଳନ ଘଟିକିରି ନୂତନ ଜଗତ ସୃଷ୍ଟି ହେଉଛି, ଅର୍ଥାତ୍ ଏଇ ଚନ୍ଦ୍ରମା ଏବଂ ଆଦିତ୍ୟ ପରସ୍ପରର ଗୋଟେ ପ୍ରତିରୂପ। ଏକଥାକୁ ଆମେ ବୁଝିବା, ଆଲୋଚନା କରିବା, କାହିଁକିନା ଏ ସମ୍ପର୍କରେ ଏଇ ଉପନିଷଦରେ ଅନେକ କଥା କୁହାଯାଇଛି। ଆମେ ତାକୁ ଅତି ଏତେ ଗୋଟେ ଶାବ୍ଦିକ ଭାବରେ ପଢ଼ିବାନି, ଗୋଟେ ଧ୍ୟାନସ୍ଥ ଭାବରେ ଏହାକୁ ପଢ଼ିବା ଯେ ଆଦିତ୍ୟ ପ୍ରକୃତିରେ କ'ଣ, ଚନ୍ଦ୍ରମା କାହିଁକି ସେ କହୁଛନ୍ତି, ଏବଂ ଆଦିତ୍ୟକୁ ସେ ଆଲୋଚନା ପରେ କରିବେ ସୁନ୍ଦର ଭାବରେ। ଏଥିରେ ଚନ୍ଦ୍ରମାକୁ ସେ ଆଲୋଚନା, ରଇକୁ ଆଲୋଚନା କରୁଛନ୍ତି। ରଇର୍ବା ଏତତ୍ ସର୍ବଂ ଜନ୍ମୂର୍ତ୍ତଂ ଚାମୂର୍ତ୍ତଂ ଚ ତସ୍ମାନ୍ ମୂର୍ତ୍ତିରେବ ରଇ। ଆମେ ଯେଉଁ ରଇ କହୁଛେ, ରଇର୍ବା ଏତତ୍ ସର୍ବଂ, ଆମେ ରଇ ହେଉଛନ୍ତି କି ଏତତ୍ ସର୍ବଂ, ସବୁ କିଛିର, ଜନ୍ମୂର୍ତ୍ତମ୍, ଯାହା କିଛି ଆମେ ଦେଖୁଛେ, ଯାହାର ଆକାର ସବୁ ରହିଛି, ଚ ଅମୂର୍ତ୍ତଂ, ଏବଂ ଯିଏ ଆକାର ମଧ୍ୟ ପାଇନାହିଁ, ଯେ ସ୍ଥୂଳ ଗୋଟେ ଆକୃତି ଅଛି, ଏବଂ ଯାହା ଅମୂର୍ତ୍ତଂ ମାନେ ଯିଏ ସୂକ୍ଷ୍ମ ମୂର୍ତ୍ତଂ, ଅର୍ଥାତ୍ ଯିଏ ଗୋଟେ ଆକାର ପାଇନାହିଁ ବା ଆକାର ହିସାବରେ ଆମେ ଦେଖିପାରୁନାହୁଁ, ସେମାନେ ହେଉଛନ୍ତି ରଇ। ତସ୍ମାନ୍ ମୂର୍ତ୍ତିରେବ ରହି, ତେଣୁ ସେହି ମୂର୍ତ୍ତି ଗୁଡ଼ିକ, ତାହା ଭିତରେ ସେହି ମୂର୍ତ୍ତି ଅର୍ଥାତ୍ ଏମାନଙ୍କର ଗୋଟେ ସ୍ଥୂଳ ମୂର୍ତ୍ତି ରହିଛି ଏବଂ ଗୋଟେ ସୂକ୍ଷ୍ମ ମୂର୍ତ୍ତି ରହିଛି, ତାର ସବୁ କାରଣ ମୂର୍ତ୍ତି ସବୁ ରହିଛି। ସେ କାରଣ ମୂର୍ତ୍ତି ହେଉଛି ରଇ। ଯେମିତି ସୁନ୍ଦର ଭାବରେ ବିବେକାନନ୍ଦ ଆଲୋଚନା କରୁଛନ୍ତି ଯେ ଆମେ ଗୋଟେ ମଣିଷ, କିନ୍ତୁ ପ୍ରକୃତ ମଣିଷ ନୁହଁ, ଏଟା ଗୋଟେ ପ୍ରତିଭାସିକ ମଣିଷ। ପ୍ରକୃତ ମଣିଷ ଆମ ଭିତରେ ଅଛନ୍ତି। ସେମିତି ଭାବରେ ସେ କହୁଛନ୍ତି ଯାହା ମୂର୍ତ୍ତଂ, ଯାହା ଆମେ ଦେଖୁଛୁ ସେଟା ହେଉଛି ଗୋଟେ ପ୍ରତିଭାସିକ ରୂପ। ଯାହା ଅମୂର୍ତ୍ତଂ, ଯାହାକୁ ସୂକ୍ଷ୍ମ ରୂପରେ ଦେଖୁ, ସିଏ ବି ଗୋଟେ ପ୍ରତିଭାସିକ ଅମୂର୍ତ୍ତଂ। କିନ୍ତୁ ତା ପଶ୍ଚାତରେ ବି ମଧ୍ୟ ଗୋଟେ ରଇ ରହିଛି, ଯେ ତାର ଗୋଟେ ମୂର୍ତ୍ତି ରହିଛି, ସୂକ୍ଷ୍ମ ମୂର୍ତ୍ତି ଗୋଟେ ରହିଛି। ମୁଣ୍ଡକ ଉପନିଷଦରେ ବସିବା ଅବଶ୍ୟ ବର୍ଣ୍ଣନା ଅଛି ଯେ ଆମ ଶରୀର ପଶ୍ଚାତରେ ଗୋଟେ ସୂକ୍ଷ୍ମ ଶରୀରଟେ ରହିଛି, ଗୋଟେ ଜ୍ୟୋତିର୍ମୟ ଶରୀରଂ ବୋଲି ସୁନ୍ଦର ଭାବରେ ବର୍ଣ୍ଣନା କରାହେଇଛି, ରହିଛି। ତେଣୁ ତାର ତସ୍ମାନ୍ ତାହା ମୂର୍ତ୍ତି ହେଉଛି ରହି। ଏକଥାକୁ ଆମେ ଆହୁରି ଯଦି ଟିକେ ଆଲୋଚନା କରିପାରିବା ଯେ ଯାହା ମୂର୍ତ୍ତଂ, ତାକୁ ଅତି ଭୌତିକ ବା ଆଦିଭୌତିକ ବସ୍ତୁ ବୋଲି ଆମେ କହୁ। ଯେମିତି କ୍ଷୀ ତପ୍ ତେଜ ମରୁତ ବ୍ୟମ, ଏମାନେ ସମସ୍ତେ ହେଉଛି ମୂର୍ତ୍ତମ୍। ଅମୂର୍ତ୍ତମ୍ କିଏ, ତାକୁ ସୁନ୍ଦର ଭାବରେ ଶ୍ରୀ ଅରବିନ୍ଦ ବି ଆଲୋଚନା କରିଛନ୍ତି, ଆଦିଭୌତିକ ଆଦିଦୈବିକ ବସ୍ତୁ, ଯିଏ ହେଉଛି ପ୍ରାଣ, ମନ, ବୁଦ୍ଧି, ଅହଙ୍କାର, ଇଭିନ୍ ଆମର ଯେଉଁ କଣାଦ ଋଷି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯେ ଆମର 9ଟି ମୂର୍ତ୍ତଂ ବା ଭୂତ ରହିଛି। କ୍ଷୀ ତପ୍ ତେଜ ମରୁତ ବ୍ୟମବାଦ, ସେ ବର୍ଣ୍ଣନା କରିଛନ୍ତି ମନ, ଆତ୍ମା, ଏମାନେ ସମସ୍ତେ ମଧ୍ୟ ଗୋଟେ ଗୋଟେ ମୂର୍ତ୍ତ ବୋଲି ସେ କହିଛନ୍ତି ବା ଏମାନେ ଭୂତ ବୋଲି କହିଛନ୍ତି। ଦେଶ କାଳ ଏଗୁଡ଼ା ବି ସେମାନେ, ଟାଇମ୍ ଆଣ୍ଡ ସ୍ପେସ୍, ଏମାନେ ମଧ୍ୟ ଗୋଟେ ସୂକ୍ଷ୍ମ ବା ଅମୂର୍ତ୍ତଂ ମୂର୍ତ୍ତଂ, ଅର୍ଥାତ୍ ସେମାନେ ନିରାକାର ଆକାର ମଧ୍ୟ ତାଙ୍କର ଗୋଟେ ରୂପ ରହିଛି। ଏମିତି ଆଉ ଜଣେ ଋଷି ଥିଲେ, ତାକଜି
ପାକୁଧା କାତ୍ତାୟନ ସେ କହିଛନ୍ତି ଲଜ୍ଜା ମଧ୍ୟ ଗୋଟେ ମେଟାର, ଆନନ୍ଦ ମଧ୍ୟ ଗୋଟେ ମେଟାର। ସେମାନଙ୍କର ଗୋଟେ ଅସ୍ତିତ୍ୱ ରହିଛି। ଯାହାର ଏଠି ଅସ୍ତିତ୍ୱ ରହିଛି ସେମାନେ ସମସ୍ତେ ଗୋଟେ ଗୋଟେ ମେଟର ବୋଲି କହୁଛନ୍ତି। କାହିଁକି ସେମାନଙ୍କର ଗୋଟେ ପ୍ରତିଭାସିକ ରୂପ ରହିଛି ଏବଂ ଅନ୍ତଃ ରୂପ ମଧ୍ୟ ରହିଛି। ସେ ସବୁ କିଛି ହେଉଛନ୍ତି ଯେ ମୂର୍ତ୍ତ, ଅର୍ଥାତ୍ ସେମାନେ ହେଉଛନ୍ତି ମେଟର, ରଇ। ଆମେ ରଇ ଶବ୍ଦଟି ଅନେକ ଜାଗାରେ ବ୍ୟବହାର କରୁ। ଯେମିତି ଜଣେ ମଣିଷ ମରିଗଲା ପରେ ଆମେ ଏମିତି କହୁଛେ ଆଜି ରହି ଶୀତଳ ହେବ। ଆରେ ମୋତେ ସେତେବେଳେ ଏଇ ବାପାଙ୍କର ମୃତ୍ୟୁ ହେଲା, ସେତେବେଳେ ମୋ କକା ଆସି କହୁଛନ୍ତି ଆଜି ରହି ଶୀତଳ ହେବ। ସେତେବେଳେ ମୋତେ ଭିତରେ ଗୋଟେ ଆସିଲା ରହି, ରହି ଶବ୍ଦଟା ତ ମୁଁ ଏଇଠି ପାଇଲି। ଅର୍ଥାତ୍ ରଇର ଅର୍ଥ କ'ଣ ନା ମୁଁ ଜାଣି ରହି ଏଇ ଯେଉଁ ଆମେ ଯେଉଁ ପୋଡ଼ି ଆସିଲେ ସେ ନିଆଁଟା ଥିବ ଆଉ ସେଇଟାକୁ ପାଣି ଢାଳିକି ଆମେ ଶୀତଳା ଯିବ। କିନ୍ତୁ ଯେତେବେଳେ ଆମେ ରଇ କଥା କହୁଛୁ ଏଠି ଉପନିଷଦ, ରଇ ପ୍ରକୃତ ତା ଶରୀରର ଯେଉଁ ମାନେ କ୍ଷୀ ତପ୍ ତେଜ ମରୁତ ବ୍ୟମ ଯେତେବେଳେ ପୋଡ଼ି ହେଇଗଲା, ସେ ମୂଳ ରଇ ବା ମୂଳ ମେଟାରକୁ ସେମାନେ ଚାଲିଗଲେ। ସିଏ ହେଉଛି ଅଗ୍ନି। କାହିଁକିନା ମେଟାରକୁ ଅଗ୍ନି କେହି ଛଡ଼ା କେହି ଧାରଣ କରିପାରିବ ନାହିଁ। ସେଇଥିପାଇଁ ଯେମିତି ତାର ସୂକ୍ଷ୍ମ ଶରୀରଟା ହେଉଛି ଅଗ୍ନିମୟ ଶରୀର। ତା ଅଗ୍ନିମୟ ଶରୀରଟା ସ୍ଥୂଳ ଶରୀର ଭିତରେ ଥାଏ। ଏହା ପୂର୍ବ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ କାଠ ଭିତରେ ଅଗ୍ନି ଥାଏ। ଦୁଇଟା କାଠକୁ ଘଷିଲେ ତା ଭିତରେ ଅଗ୍ନି ବାହାରେ। ଏବଂ ଯାହା ଭିତରେ ଅଗ୍ନି ଅଧିକ ଅଛି ସେ କାଠ ସେତେ ଷ୍ଟ୍ରଙ୍ଗ। ଯାହା ଭିତରେ ଅଗ୍ନି କମିଯାଇଛି ସିଏ ଖସି ଖସି ଗଳି ପଡ଼ିବ। ଅର୍ଥାତ୍ ତା ଭିତରେ ଲାଇଫ୍ ଫୋର୍ସ ଯାହା ଭିତରେ ଅଧିକ ଅଛି ସିଏ ଅଧିକ ଷ୍ଟ୍ରଙ୍ଗ। ତା ଭିତରେ ଲାଇଫ୍ ଫୋର୍ସ କମ୍, ତା ଭିତରେ ମାନେ ଇଏ କମ୍, ମାନେ ସେଇଟା ହେଉଛି ଦୁର୍ବଳ କାଠ, ଦୁର୍ବଳ ପଥର, ଦୁର୍ବଳ ବସ୍ତୁ। ଆଉ ଯାହା ଭିତରେ ଅଗ୍ନି ବେଶୀ ଅଛି ତା ଭିତରେ ମାନେ ଅଧିକ ମାତ୍ରାରେ ଅଛି ସିଏ ହେଉଛି ସବଳ ବସ୍ତୁ। ତେଣୁ ପ୍ରତ୍ୟେକ ମୂର୍ତ୍ତ ବସ୍ତୁ ଏବଂ ପ୍ରତ୍ୟେକ ଅମୃତ ବସ୍ତୁ ଭିତରେ ମଧ୍ୟ ଗୋଟେ ମୂର୍ତ୍ତିରେ ମୂର୍ତ୍ତି ରହିଛି। ସେ ମୂର୍ତ୍ତି ଗୁଡ଼ିକ ହେଉଛନ୍ତି ରଇ। ତେଣୁ ଏଠି ଶ୍ରୀ ଅରବିନ୍ଦ ଏଠି ମେଟାରଟାକୁ ଗୋଟେ କ୍ୟାପିଟାଲ ମେଟାର ବୋଲି ବ୍ୟବହାର କରିଛନ୍ତି ଏବଂ ସେଇ ହେଉଛନ୍ତି ଚନ୍ଦ୍ରମା। ସେ ମୂଳ ଆମ ଭିତରେ ଯେ ମେଟାରଟେ ଅଛି, ମୂଳ ମେଟାରଟେ ଅଛି, ସେ ହେଉଛନ୍ତି ଚନ୍ଦ୍ରମା। ତାପରେ ଆଦିତ୍ୟ କଥା ଆଲୋଚନା କରିବେ ଏବଂ ପ୍ରାଣ କଥା ଆଲୋଚନା କରିବେ। ଅଥାଦିତ୍ये ଉଦୟନ୍ ଯତ୍ ପ୍ରାଚୀଂ ଦିଶଂ ପ୍ରବିଶତି ତେନ ପ୍ରାଚ୍ୟାନ୍ ପ୍ରାଣାନ୍ ରଶ୍ମିଷୁ ସନ୍ନିଧତେ ଯଦ୍ଦକ୍ଷିଣାଂ ଯତ୍ ପ୍ରତୀଚିଂ ୟଦୁଦୀଚିଂ ୟଦୋଧୁ ୟଦୂର୍ଧ୍ୱଂ ୟଦନ୍ତରା ଦିଶ ୟଦ୍ ପ୍ରକାଶୟତି ତେନ ସର୍ବାନ୍ ପ୍ରାଣାନ୍ ରଶ୍ମିଷୁ ସନ୍ନିଧତେ। ଏଇ ଯେଉଁ ଏଇଟି ସୁନ୍ଦର ଭାବରେ କହୁଛନ୍ତି ଯଥା ଆଦିତ୍ୟାମ୍ ଉଦୟାନ୍। ଆଦିତ୍ୟ ଯେତେବେଳେ ଉଦୟ ହେଉଛନ୍ତି, ଅର୍ଥାତ୍ ଜୀବନରେ ମେଟାର ଭିତରେ ଆଦିତ୍ୟ ଯେତେବେଳେ ଉଦୟ ହେଉଛନ୍ତି, ତା ପୂର୍ବରୁ କ'ଣ ଥିଲେ? ଆଦିତ୍ୟ ଥିଲେ କିନ୍ତୁ ସେ ଉଦୟ ହେଇନଥିଲେ। ତା ଭିତରେ ସେ ଥିଲେ ମେଟାର। କାହିଁକି ସେ ପୂର୍ବରୁ କହିଲେ ମେଟାର ଆଉ ରଇ ଦୁଇ ଜଣ ଏଟ୍ ଏ ଟାଇମ୍ ସୃଷ୍ଟି ହେଇଛନ୍ତି। ତେଣୁ ଆଗେ ମେଟାର ତାପରେ ରଇ ପ୍ରାଣ ସେ କଥା ନୁହଁ, ଦୁଇଟା ଏଟ୍ ଏ ଟାଇମ୍ ସୃଷ୍ଟି ହେଇଛନ୍ତି। ତେଣୁ ପ୍ରଥମ ଯେତେବେଳେ ଏଠି ମୂର୍ତ୍ତ ଅମୂର୍ତ୍ତ ଯେତେବେଳେ ଜଗତ ସୃଷ୍ଟି ହେଉଛି ତା ଭିତରେ ଆଦିତ୍ୟ ଥିଲେ। ବର୍ତ୍ତମାନ ସେ ଉଦୟ ହେଉଛନ୍ତି ଏବଂ ସେ ଥିଲେ ଗୋଟେ ଅନ୍ଧକାର ଅବସ୍ଥାରେ ଥିଲେ, ଅର୍ଥାତ୍ ସେ ମୂର୍ତ୍ତ ହେଇନଥିଲେ ବା ଉଦୟ ହେଇନଥିଲା ତାଙ୍କର। ତେଣୁ ଗୋଟେ ଜୀବନର ଗୋଟେ ଉତ୍ସାହ ବୋଲି ଶ୍ରୀଅରବିନ୍ଦ ଅନେକ ଜାଗାରେ ବ୍ୟବହାର କରୁଛନ୍ତି। ଯେତେବେଳେ ଉଦୟ ଆରମ୍ଭ ହୁଏ,
ସେଥିପାଇଁ ସେ କହୁଛନ୍ତି ଯେ ବେଦରେ ବର୍ଣ୍ଣନା ବହୁତ ସୁନ୍ଦର ଅଛି ଯେ ରାତ୍ରି ହେଉଛନ୍ତି ମା ଏବଂ ତାହାରି କୋଳରେ ରହିଛନ୍ତି ସେ କିଏ ନା ଉଷା ଏବଂ ଉଷା ରାତ୍ରିର ଗର୍ଭରୁ ସେ ବାହାରି ଆସନ୍ତି ଏବଂ ସେତେବେଳେ ଉଦୟ ଆରମ୍ଭ ହୁଏ, ପ୍ରାଣର ଉଦୟ ଆରମ୍ଭ ହୁଏ। ଆଉ ଉଦୟାନ୍ ଯତ୍ ପ୍ରାଚୀନ ଦିଶଂ ପ୍ରବିଶତ୍, ସେଥିରେ ଉଦୟ ହେବେ ସେତେବେଳେ ପ୍ରାଚୀନ ଗୋଟେ ପୂର୍ବ ଦିଗରୁ ଉଦୟ ହେବେ ଏବଂ ପୂର୍ବ ଦିଗରେ ପ୍ରବେଶ କରିବେ ଏବଂ ପୂର୍ବ ଦିଗରେ ପ୍ରବିଶତି ଦିଶଂ ଯତ୍ ପ୍ରାଚୀନ ଦିଶଂ ପ୍ରବିଶତି, ଅର୍ଥାତ୍ ପୂର୍ବ ଦିଗରେ ସେ ପ୍ରବେଶ କଲେ। ପୂର୍ବ ଦିଗରେ ପ୍ରବେଶ କଲା ପରେ ତେନ ପ୍ରାଚ୍ୟାନ୍ ପ୍ରାଣାନ୍ ରଶ୍ମିଷୁ ସନ୍ନିଧତେ, ସେଇଠି ତେନ ପ୍ରାଚ୍ୟାନ୍, ସେ ପ୍ରାଚ୍ୟାନ୍ ଅର୍ଥାତ୍ ପୂର୍ବ ଦିଗରେ ଥିବା ତେନ ପ୍ରାଣାନ୍ ସମସ୍ତ ପ୍ରାଣମାନେ ରଶ୍ମିଷୁ ସନ୍ନିଧତେ, ସେଥିରେ ମୂଳ ସୂର୍ଯ୍ୟ ଉଦୟ ହେଉଛନ୍ତି ସେଇ ପ୍ରାଚ୍ୟ ଦେଶରେ ଥିବା ପ୍ରାଣ ଗୁଡ଼ିକ, ପ୍ରାଣାନ୍ ଅର୍ଥାତ୍ ଏଠି ପ୍ରାଣ ଶବ୍ଦଟି ପ୍ରାଣ ଏଠି ବହୁ ପ୍ରାଣ କଥା ଏଠି ଆଲୋଚନା କରିଲେ। ପ୍ରାଣ ଶବ୍ଦ ଅଛି ଏଠି ବହୁ ବଚନରେ ବ୍ୟବହାର କରାଯାଇଛି। ସେ ପୂର୍ବ ଦିଗରେ ଥିବା ପ୍ରାଣ ଗୁଡ଼ିକ ରଶ୍ମିଷୁ ସନ୍ନିଧତେ, ତା ଭିତରେ ଥିବା ଏଇ ରଶ୍ମି ଯେଉଁ ପ୍ରଥମେ ଏଇ ଯେଉଁ ଉଦୟ ହେଲେ ସିଏ ପୁଣି ତା ଭିତରକୁ ପ୍ରବେଶ କଲେ, ତାକୁ ଧାରଣ କଲେ, ସିଏ ଜାଗ୍ରତ ହେଇ ଉଠିଲା। ତେଣୁ ଆମ ଭିତରେ ଥିବା ପ୍ରାଣ ଶକ୍ତି, ସେଇ ମୂଳ ପ୍ରାଣ ଯେତେବେଳେ ଉଦୟ ହେଉଛନ୍ତି ସେମାନେ ସମସ୍ତେ ଜାଗ୍ରତ ହେଉଛନ୍ତି, ଅର୍ଥାତ୍ ସେଇ ଶକ୍ତି ଦ୍ୱାରା ଏମାନେ ଶକ୍ତିଯୁକ୍ତ ହେଇଛନ୍ତି। ଏମାନଙ୍କ ଭିତରେ ଶକ୍ତି ଥିଲା, ଏମାନେ ଜାଗ୍ରତ ଅବସ୍ଥାରେ ନଥିଲା, ଏମାନେ ଜାଗ୍ରତ ହେଇ ଉଠିଲେ ଏବଂ ସେଇ ପୂର୍ବ ଦିଗ ଅର୍ଥାତ୍ ପୂର୍ବ ଦିଗବଳୟ ସିଏ ସମ୍ପୂର୍ଣ୍ଣ ରଶ୍ମିଯୁକ୍ତ ହେଇଗଲା। ସେଇଠୁ ସୃଷ୍ଟି କ୍ରିୟାଟି ଆରମ୍ଭ ହେଇଗଲା, ସୃଜନ କ୍ରିୟାଟି ଆରମ୍ଭ ହେଲା ଶକ୍ତିଯୁକ୍ତ। ସେଇଥିପାଇଁ ଆମ ଯେବେ ବଡ଼ି ଭୋରୁ ଯେତେବେଳେ ଉଠିବା ଏବଂ ତାକୁ ଗୋଟେ ଦିବ୍ୟ ମୁହୂର୍ତ୍ତ ବୋଲି ଆମେ କହୁ, ଦେବ ମୁହୂର୍ତ୍ତ ବୋଲି କହୁ, ଅର୍ଥାତ୍ ସେଇ ମୁହୂର୍ତ୍ତରେ ସେ କ୍ରିୟା ଶକ୍ତି କ୍ରିୟା ଆରମ୍ଭ ହେଇଯାଏ। ଅର୍ଥାତ୍ ଜୀବନର ସେମିତି ଏକ ଦିବ୍ୟ ମୁହୂର୍ତ୍ତ ଆରମ୍ଭ ହୁଏ ଏବଂ ସେଇଠୁ ଶକ୍ତି କ୍ରିୟା ଆରମ୍ଭ ହେଇଯାଏ ଏବଂ ସେ ସୂର୍ଯ୍ୟ ସେ ପୂର୍ବରୁ ବାହାରି ସେ ଦକ୍ଷିଣାଂ ୟଦ୍ ଦକ୍ଷିଣାଂ, ସେ ଦକ୍ଷିଣ ଭିତରକୁ ପ୍ରବେଶ କରିବେ। ୟତ୍ ପ୍ରତୀଚିଂ, ସେ ପଶ୍ଚିମ ଦିଗକୁ ପ୍ରବେଶ କରିବେ। ଯତ୍ ଉଦୀଚିଂ, ସେ ଉତ୍ତର ଦିଗକୁ ପ୍ରବେଶ କରିବେ। ଯଦୋଧ, ସେ ଅଧ ଅର୍ଥାତ୍ ନିମ୍ନକୁ ପ୍ରବେଶ କରିବେ। ଯଦୁର୍ଦ୍ଧଂ, ସେ ଊର୍ଦ୍ଧ୍ୱକୁ ପ୍ରବେଶ କରିବେ। ୟଦନ୍ତରା, ସେ ସମସ୍ତ ଅନ୍ତରା କଣ ଅନୁକରଣ ଭିତରକୁ ପ୍ରବେଶ କରିବେ। ଦିଶୋ ୟତ୍ ସର୍ବଂ ପ୍ରକାଶୟତି, ସେ ସବୁ ଦିଗକୁ ସେ ପ୍ରକାଶ କରିବେ, ସବୁଆଡ଼େ ତାଙ୍କର ଆଲୋକ ଦ୍ୱାରା, ତାଙ୍କର ଉର୍ଜ୍ଜମାନ ଶକ୍ତି ଦ୍ୱାରା ସେ ପ୍ରାଣର ସେ ପ୍ରକାଶମାନ ହେବେ। ତେନ ସର୍ବାନ୍ ପ୍ରାଣ ରଶ୍ମିଷୁ ସନ୍ନିଧତେ, ସବୁ ପ୍ରାଣମାନଙ୍କର ରଶ୍ମିରେ ସନ୍ନିଧତେ, ସନ୍ନିଧତେ ଅର୍ଥାତ୍ ଏଠି ପ୍ରବେଶ କରନ୍ତି ବା ଧାରଣ କରନ୍ତି ବା ଶକ୍ତିଯୁକ୍ତ କରନ୍ତି। ଏଇ ଯେଉଁ କହିଲେ ସୁନ୍ଦର ଉତ୍ତରଟି ସେ କହୁଛନ୍ତି ଯେ ଆମ ଭିତରେ ଯେତେବେଳେ ପ୍ରଥମ ଜନ୍ମ ବି ହୁଏ ସେତେବେଳେ ଗୋଟେ ପ୍ରଥମ ପ୍ରାଣ ବୋଲି କହିଛନ୍ତି। ଇତଃ ସେ କେନ ଉପନିଷଦର ସୁନ୍ଦର ବର୍ଣ୍ଣନା ହେଇଛି ପ୍ରଥମ ଶବ୍ଦଟି ଯେ ପ୍ରଥମ ପ୍ରାଣ ପ୍ରଥମ ପ୍ରୀତିଯୁକ୍ତା, ପ୍ରାଣ ପ୍ରଥମ ପ୍ରୀତିଯୁକ୍ତା, ସେ ଗୋଟେ ଭିତରେ ପ୍ରଥମ ପ୍ରାଣ ଗୋଟେ ଜାଗ୍ରତ ହେଇ ଉଠିଲା। ଯେମିତି ପିଲାଟେ ଯେତେବେଳେ ଜନ୍ମ ହୁଏ କାହିଁକି ଯେତେବେଳେ ଶବ୍ଦ ନ କରୁଛି ବା ଗୋଟେ କ୍ରନ୍ଦନ ନ କରୁଛି ସେତେ ପର୍ଯ୍ୟନ୍ତ ସେ ପ୍ରାଣ ବଞ୍ଚିଛି ବୋଲି ବା ସେ ଶୁଆଟା ବଞ୍ଚିଛି ବୋଲି ଆମେ କହିପାରୁନୁ।
ସେତେବେଳେ ଡାକ୍ତରମାନେ ଫୁଙ୍କନ୍ତି, ତା ପିଠିରେ ବାଡ଼ାନ୍ତି, ସେତେବେଳେ ସିଏ କ'ଣ କାଁ କି ଶବ୍ଦ ଉଠେ ଏବଂ ଘର ଛଡ଼ା ରଡ଼ି କରିକି ଫଟେଇ ଦିଏ। ସେତେବେଳେ ସମସ୍ତ ଭିତରେ ଖସି ସେ ମେଟାର ଭିତରେ ପ୍ରାଣର ସଞ୍ଚାର ଆରମ୍ଭ ହୋଇଗଲା। ଅର୍ଥାତ୍ ତା ଭିତରେ ସମସ୍ତ କ୍ରିୟା, ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର କ୍ରିୟା ଆରମ୍ଭ ହୋଇଗଲା। ତେଣୁ ପିଲାଟାକୁ ସେ ପ୍ରଥମ ପ୍ରାଣ ସେ ପ୍ରୀତିଯୁକ୍ତ ଯୁକ୍ତ ହୁଏ। ପ୍ରୀତିଯୁକ୍ତ ବୋଲି କେନ ଉପନିଷଦ ବୋଲି କହୁଛନ୍ତି। କାହା ଦ୍ୱାରା ସେ ଯୁକ୍ତ ହେବ? କିଏ ଗୋଟେ ଉଦୟ ହେବେ ଏବଂ ଭିତରେ ନିମ୍ନରେ ଥିବା ସେ ପ୍ରାଣ ଶକ୍ତିମାନେ ସେ ଉର୍ଦ୍ଧ୍ୱର ପ୍ରାଣଶକ୍ତି ତା ଭିତରେ ପ୍ରବେଶ କରିବେ, ଉଦୟ ହେଇଯିବେ ଏବଂ ନିମ୍ନରେ ଥିବା ପ୍ରାଣଶକ୍ତିମାନେ ପ୍ରାଚ୍ୟାନ ପ୍ରାଣାନ ରଶ୍ମି ସୁସନ୍ନିଧତେ, ଏହା ଭିତରେ ଯେଉଁ ପ୍ରାଣଶକ୍ତିମାନେ ଥିଲେ ଏମାନେ ମଧ୍ୟ ତାହାରି ଆଲୋକରେ ବା ତାହାରି ଉର୍ଜାରେ ସେମାନେ ପୁଣି ଜ୍ୟୋତିର୍ମାନ ହେଇ ଉଠିବେ, ତେଜଶୀଳ ହେଇ ଉଠିବେ ଏବଂ ସିଏ ସଞ୍ଚାରିତ ହେବେ ଏବଂ ସେ ଦକ୍ଷିଣ ଆଡ଼କୁ ଯିବେ, ଦକ୍ଷିଣ ପ୍ରାଣ ଆଡ଼କୁ ଯିବେ, ସେ ଉତ୍ତର ପ୍ରାଣ ପଶ୍ଚିମ ପ୍ରାଣକୁ ଯିବେ ଏବଂ ସେ ଉତ୍ତର ପ୍ରାଣକୁ ଯିବେ ଏବଂ ଊର୍ଦ୍ଧ୍ୱକୁ ଯିବେ, ନିମ୍ନକୁ ଯିବେ, ସର୍ବ ଦିଗକୁ କଣ ଅଣୁକଣରେ ଭର୍ତ୍ତି ହେଇଯିବେ। ସେ ପ୍ରାଣ ଉର୍ଜାରେ ସବୁକିଛି ଭର୍ତ୍ତି ହେଇଗଲା ପରେ ସିଏ ଗୋଟେ ଜୀବନ ପାଇବ ଏବଂ ସିଏ ଗୋଟେ ପ୍ରାଣୀରେ ରୂପାନ୍ତରିତ ହେବ। ଏମିତି ଭାବରେ ଏହାକୁ ଆଲୋଚନା କରିବା, ଆହୁରି ଟିକେ ଏହା ଭିତରେ ଆହୁରି ପ୍ରବେଶ କରିବା। ଏଇ ଯେଉଁ ଆମେ ସୂର୍ଯ୍ୟ କଥା କହୁଛେ ତା ସହିତ ବି ଆମେ ପୂର୍ବ ଦିଗରେ ଉଦୟ ହୁଅନ୍ତି, ଆଉ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି, ଦକ୍ଷିଣାୟନ ହୁଏ, ଉତ୍ତରାୟନ ହୁଏ, ଊର୍ଦ୍ଧ୍ୱ ଗମନ କରନ୍ତି, ନିମ୍ନ ଗମନ କରନ୍ତି। ଏ କଥା ସହିତ ଯେମିତି ପ୍ରକୃତି ଆଲୋଚନା କରୁଛେ ସେମିତି ଜୀବନର ମଧ୍ୟ ପ୍ରାଣ ବା ଗୋଟେ ମେଟାର ଭିତରେ କେମିତି ପ୍ରାଣ, ସେ କେମିତି ଏ ମେଟାରକୁ ଚଳଚଞ୍ଚଳ ବା ଶକ୍ତିଯୁକ୍ତ କରିକିରି କରୁଛି, ସେଇଟା ଉପରେ ବି ଆମେ ଅଧିକ କନସେନ୍ଟ୍ରେଟ୍ କରିବା ଯେ ଆମ ଭିତରେ ଥିବା, ଆମେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ଭିତରେ ପ୍ରାଣର ଖେଳ ଗୋଟେ ଚାଲିଛି ଏବଂ ସିଏ ଯେ ଜନ୍ମ ବେଳେ ଆମ ଭିତରେ ଗୋଟେ ପ୍ରାଣ ସଞ୍ଚାର ହେଲା ଏବଂ ଆମକୁ ଆଜି ପର୍ଯ୍ୟନ୍ତ ସେ ଆୟୁଷ ହୋଇ ବଞ୍ଚେଇ ରଖି ସର୍ବଦିଗକୁ ପୂର୍ଣ୍ଣ କରିକିରି ଏବଂ ସେ ହିଁ ପ୍ରାଣ, ସେ ହିଁ ଆଦିତ୍ୟ ଏବଂ ସେ ଆଦିତ୍ୟ ସମ୍ପର୍କ ଆହୁରି ସୁନ୍ଦର ହେବ। ସେ ଆଦିତ୍ୟ ହେଉଛି ଅଗ୍ନି, ପରବର୍ତ୍ତୀ ଶ୍ଲୋକରେ କହିବେ। ବର୍ତ୍ତମାନ ଆମେ ଏଇ କଥାକୁ ନେଇ ଆଲୋଚନା କରିବା। ବର୍ତ୍ତମାନ ମୁଁ ରବି ଭାଇଙ୍କୁ କହିବି ଆପଣ ଆଲୋଚନା ଆରମ୍ଭ କରନ୍ତୁ। ରବି ଭାଇ। ସମସ୍ତଙ୍କୁ ନମସ୍କାର, ଶୁଭ ସକାଳ। ଖୁସିର